ତେବେ ଚାଲନ୍ତୁ ଆଜିର ତାରିଖ ଉପରେ ଟିକେ ନଜର ପକାଇବା। ଆଜି ହେଉଛି 28 ଜାନୁଆରୀ 2026। ହଁ, ଆଉ ଆମ ପାଖରେ ଗୋଟିଏ ଦିନର ଗତ 24ରୁ 48 ଘଣ୍ଟାର କିଛି ବହୁତ ଗୁରୁତ୍ୱପୂର୍ଣ୍ଣ ଘଟଣା ଅଛି। ଏକଦମ। ଗୋଟେ ପଟେ ଅଛି ଭେନେଜୁଏଲାରେ ଆମେରିକାର ସାମରିକ ହସ୍ତକ୍ଷେପକୁ ନେଇ ଏକ ବିସ୍ତୃତ ରିପୋର୍ଟ। ଆଉ ଅନ୍ୟପଟେ ଆମ ଭାରତର କିଛି ଖବରକାଗଜ। ତ ଆଜିର ଆମର ଉଦ୍ଦେଶ୍ୟ ହେଉଛି ଏହି ସବୁ ଅଲଗା ଅଲଗା ଲାଗୁଥିବା ଘଟଣା ଭିତରେ କିଛି ସମ୍ପର୍କ ଖୋଜିବା। ଦେଖିବା ଗୋଟିଏ ଦିନରେ ଦୁନିଆର ଚିତ୍ରଟା ପ୍ରକୃତରେ କେମିତି ଦିଶୁଛି। ଆଉ ଏହି ଚିତ୍ର ବହୁତ ଆଶ୍ଚର୍ଯ୍ୟଜନକ, କାରଣ ଗୋଟିଏ ଦିନରେ ଆମେ ଏକ ସାମରିକ ଆକ୍ରମଣ ଦେଖୁଛୁ, ଏକ ବିରାଟ ଅର୍ଥନୈତିକ ଚୁକ୍ତି ବି ଦେଖୁଛୁ। ଆଉ ଠିକ୍ ସେହି ସମୟରେ ଓଡ଼ିଶାର ଜଣେ ସାଧାରଣ ନାଗରିକର ଦୈନନ୍ଦିନ ସଂଘର୍ଷକୁ ବି ଦେଖୁଛୁ। ଏହି ବଡ଼ ଖେଳ ଭିତରେ ସାଧାରଣ ମଣିଷଟି କେଉଁଠି ଅଛି, ତାହା ହିଁ ଖୋଜିବା ଆମର ଲକ୍ଷ୍ୟ। ଠିକ୍ ଅଛି, ତେବେ ଚାଲନ୍ତୁ ଆରମ୍ଭ କରିବା ସବୁଠୁ ବଡ଼ ଆନ୍ତର୍ଜାତୀୟ ଖବରରୁ। ଭେନେଜୁଏଲା? ହଁ, ଏଇ ମାସ ଆରମ୍ଭରୁ ଜାନୁଆରୀ 3 ତାରିଖରେ ଆମେରିକା ଭେନେଜୁଏଲାରେ ଅପରେସନ୍ ଆବସଲ୍ୟୁଟ୍ ରିଜଲ୍ଭ ନାମରେ ଏକ ସାମରିକ ଅଭିଯାନ ଆରମ୍ଭ କଲା। ଆଉ ଏଇଟା ପୁରା ଦୁନିଆକୁ ଚକିତ କରିଦେଲା। ବାସ୍ତବରେ କାହିଁକି? ଏହା ଏତେ ଅଲଗା କେମିତି ଥିଲା? କାରଣ ଏହା କୌଣସି ସାଧାରଣ ଅଭିଯାନ ନଥିଲା। ଆମେରିକୀୟ ସ୍ପେଶାଲ ଫୋର୍ସେସ୍ ସିଧାସଳଖ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଆଉ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସନ୍ଙ୍କୁ ଦୁହିଁଙ୍କୁ ରାଜଧାନୀ କାରାକାସରେ ଥିବା ତାଙ୍କ ବାସଭବନରୁ ଉଠାଇ ନେଇଥିଲେ, ଗିରଫ କରି ସିଧା ନ୍ୟୁୟର୍କ। କିନ୍ତୁ ଗୋଟେ ଦେଶର ରାଷ୍ଟ୍ରପତିଙ୍କୁ ଏମିତି ଉଠେ ଆଣିବା ପାଇଁ ଆମେରିକା କି କାରଣ ଦେଖେଲା? ଦେଖନ୍ତୁ, ଆମେରିକା ସରକାର ମାଦୁରୋଙ୍କ ଉପରେ ନାର୍କୋ ଟେରରିଜମ୍ ନିଶା କାରବାର ସହ ଆତଙ୍କବାଦକୁ ଯୋଡ଼ିବାର ବହୁତ ଗମ୍ଭୀର ଅଭିଯୋଗ ଆଣିଥିଲେ। ରାଷ୍ଟ୍ରପତି ଟ୍ରମ୍ପ ତ କହିଲେ ଏହା ଏକ ସାମରିକ ଆକ୍ରମଣ ନୁହେଁ, ବରଂ ଏକ ଆଇନ ପ୍ରଣୟନକାରୀ କାର୍ଯ୍ୟାନୁଷ୍ଠାନ। ଏଇଠି ହିଁ କଥାଟା ଆହୁରି ଜଟିଳ ହୋଇଯାଉଛି, କାରଣ ଟ୍ରମ୍ପ ପ୍ରଶାସନ ଖୋଲାଖୋଲି ଭାବେ ସ୍ୱୀକାର କରିଥିଲା ଯେ ଭେନେଜୁଏଲାର ବିପୁଳ ତୈଳ ସମ୍ପଦ ହାସଲ କରିବା ଏହି କାର୍ଯ୍ୟାନୁଷ୍ଠାନର ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା। କ'ଣ କହୁଛନ୍ତି? ସେମାନେ ସତରେ କହିଦେଲେ ଯେ ଆମେ ତେଲ ପାଇଁ ଆକ୍ରମଣ କରୁଛୁ? ଏକଦମ। ଆଉ ଏହା କେବଳ କଥାରେ ନଥିଲା। କିଛି ଦିନ ପରେ ହିଁ ଆମେରିକା ଭେନେଜୁଏଲାର ନୂଆ ସରକାର ସହିତ 50 ମିଲିୟନ ବ୍ୟାରେଲ ତୈଳ ଯୋଗାଣ ପାଇଁ ଗୋଟେ ଚୁକ୍ତି କରିଦେଲା। ବାଃ! କିନ୍ତୁ ଏହାର ମାନବୀୟ ମୂଲ୍ୟ ତ କିଛି ଥିବ? ବହୁତ ଅଧିକ। ଏହି ଆକ୍ରମଣରେ ପ୍ରାୟ 70ରୁ ଅଧିକ ଭେନେଜୁଏଲା ଓ କ୍ୟୁବା ସୈନିକ ଆଉ କିଛି ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ଏହି ସବୁ ହିଂସା ଭିତରେ କିଛି ଭଲ ଖବର ବି ଥିଲା? କିଛି ସକାରାତ୍ମକ ଦିଗ? ହଁ, ଗୋଟିଏ କଥା ଥିଲା। 26 ଜାନୁଆରୀ ସୁଦ୍ଧା ଭେନେଜୁଏଲାରେ ବନ୍ଦୀ ଥିବା 800ରୁ ଅଧିକ ରାଜନୈତିକ ବନ୍ଦୀଙ୍କ ମଧ୍ୟରୁ 250 ଜଣଙ୍କୁ ମୁକ୍ତ କରାଯାଇଛି। ଆଚ୍ଛା, ତେବେ ଅତି କମରେ 250 ପରିବାର ପାଇଁ ତ ଆଶାର କିରଣ ଆସିଲା। ନିଶ୍ଚୟ, କିନ୍ତୁ ଜାତିସଂଘ ଏବଂ ଅନ୍ୟ ଦେଶମାନେ ଏହାକୁ ଭେନେଜୁଏଲାର ସାର୍ବଭୌମତ୍ୱ ଉପରେ ଆକ୍ରମଣ କହି ନିନ୍ଦା କରିଛନ୍ତି। ତେବେ ଏହା ଥିଲା ଶକ୍ତି ପ୍ରଦର୍ଶନର ଗୋଟିଏ ଚିତ୍ର, କିନ୍ତୁ ଠିକ୍ ସେହି ସମୟରେ ଦୁନିଆର ଆଉ ଗୋଟିଏ କୋଣରେ କୂଟନୀତିର ଏକ ସମ୍ପୂର୍ଣ୍ଣ ଭିନ୍ନ ଚେହେରା ଦେଖିବାକୁ ମିଳୁଥିଲା। ଆଉ ତାର କେନ୍ଦ୍ରବିନ୍ଦୁ ଥିଲା ଭାରତ। ବିଲକୁଲ। ଗତକାଲି 27 ଜାନୁଆରୀରେ ଭାରତ ଏବଂ ୟୁରୋପୀୟ ସଂଘ ଭିତରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି FTA ସ୍ୱାକ୍ଷରିତ ହେବାର ଘୋଷଣା ହେଲା। ଆଉ ଏହାର ସମୟ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ନା? ୟୁରୋର ବଡ଼ ବଡ଼ ନେତାମାନେ ଆମ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଥିଲେ। ହଁ, ଠିକ୍ ତାର ପରଦିନେ ଏହି ଘୋଷଣା ହେଲା। କିନ୍ତୁ ଏହି ଚୁକ୍ତିକୁ ଏତେ ଐତିହାସିକ କାହିଁକି କୁହାଯାଉଛି? ସାଧାରଣ ଲୋକଙ୍କ ପାଇଁ ଏହାର ଅର୍ଥ କ'ଣ? ଏହାର ଅର୍ଥ ବହୁତ ବଡ଼। ଦେଖନ୍ତୁ, ଏହା ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାରତ ଆଉ ଦ୍ୱିତୀୟ ବୃହତ୍ତମ ଅର୍ଥନୀତି EUକୁ ଯୋଡୁଛି। ବିଶ୍ୱ GDPର ପ୍ରାୟ 1/4। ଏକଦମ। କିନ୍ତୁ ଏହାର ପ୍ରକୃତ ମହତ୍ୱ ହେଉଛି ଏହାର ଦର୍ଶନ। ଗୋଟେ ପଟେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ଫର୍ଷ୍ଟ ନୀତିରେ ସବୁ ଦେଶ ଉପରେ ଟ୍ୟାକ୍ସ ଲଗାଉଛନ୍ତି, ଆଉ ଅନ୍ୟପଟେ ଭାରତ ଓ EU ମିଶି ମୁକ୍ତ ବାଣିଜ୍ୟର ବାର୍ତ୍ତା ଦେଉଛନ୍ତି। ସଠିକ୍। ତେବେ ଏହାକୁ ଆମେ ଏମିତି ଦେଖିପାରିବା କି ଯେତେବେଳେ ଗୋଟେ ମହାଶକ୍ତି ନିଜର ଶକ୍ତି ବନ୍ଧୁକ ମୁନରେ ଦେଖାଉଛି, ଭାରତ ସେହି ସମୟରେ କଲମ ଏବଂ କୂଟନୀତି ମାଧ୍ୟମରେ ନିଜର ଅର୍ଥନୈତିକ ଭବିଷ୍ୟତ ସୁରକ୍ଷିତ କରୁଛି। ବାଃ! ଏହା ତ ଗୋଟିଏ ଦିନରେ ବିଶ୍ୱ ଶକ୍ତିର ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଚେହେରା। ନିଶ୍ଚୟ। ଆଉ ଭାରତ ପାଇଁ ଏହାର ଲାଭ ମଧ୍ୟ ବହୁତ। ଆମର ପ୍ରାୟ 99% ରପ୍ତାନିକୁ ୟୁରୋପ ବଜାରରେ ବିନା ଟିକସରେ ପ୍ରବେଶ ମିଳିବ।
ମୋତେ ଲାଗୁଛି ଆମର ଲୁଗାପଟା ଶିଳ୍ପ, ଚମଡ଼ା ଶିଳ୍ପ ଏସବୁ ପାଇଁ ଏହା ଏକ ସଞ୍ଜୀବନୀ ଭଳି କାମ କରିବ। ଏହି ସବୁ ଶ୍ରମ ପ୍ରଧାନ କ୍ଷେତ୍ରରେ ପ୍ରାୟ $33 ବିଲିୟନ ଅତିରିକ୍ତ ରପ୍ତାନି ହେବାର ସମ୍ଭାବନା ଅଛି। ଆଉ ସେବା କ୍ଷେତ୍ର, ଆମର IT ପ୍ରଫେସନାଲ୍ସମାନଙ୍କ ପାଇଁ? ସେମାନଙ୍କ ପାଇଁ ବି ବହୁତ ବଡ଼ ସୁଯୋଗ। ଆମର ଛାତ୍ର, ଗବେଷକ ସମସ୍ତଙ୍କ ପାଇଁ ୟୁରୋପର ଦ୍ୱାର ଆହୁରି ଖୋଲିଯିବ। ଆଉ ସବୁଠୁ ଭଲ କଥା, କ'ଣ? ଭାରତ ନିଜର ଚାଷୀମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିପାରିଛି। ସମ୍ବେଦନଶୀଳ କୃଷି ଉତ୍ପାଦ ଆଉ ଦୁଗ୍ଧ କ୍ଷେତ୍ରକୁ ଏହି ଚୁକ୍ତିରୁ ବାହାରେ ରଖାଯାଇଛି। ବହୁତ ଭଲ। ତେବେ ଗୋଟେପଟେ ଭେନେଜୁଏଲାରେ ସଂଘର୍ଷ, ଅନ୍ୟପଟେ ଦିଲ୍ଲୀରେ କୂଟନୈତିକ ସଫଳତା, ଏହି ଦୁଇଟି ବଡ଼ ଚିତ୍ର ଭିତରେ ଆମ ଦେଶ ଭିତରେ କ'ଣ ସବୁ ଚାଲିଥିଲା? ଏହା ଏକ ମଜାଦାର କଥା। ଗଣତନ୍ତ୍ର ଦିବସର ଉତ୍ସବ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଟ୍ ହୋମ୍ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କିନ୍ତୁ ଅସଲ ଖବର ଥିଲା ଅର୍ଥନୀତି କ୍ଷେତ୍ରରେ। ଆଚ୍ଛା, ଏଇ ଯୋଉ ଆନ୍ତର୍ଜାତୀୟ ଅସ୍ଥିରତା କଥା ଆମେ କହୁଥିଲୁ, ତାର ପ୍ରଭାବ ଆମ ବଜାର ଉପରେ ପଡ଼ୁଥିଲା ନା? ବିଲକୁଲ। ଯେତେବେଳେ ବିଶ୍ୱରେ ଅନିଶ୍ଚିତତା ବଢ଼େ, ଲୋକେ ସୁରକ୍ଷିତ ନିବେଶ ଖୋଜନ୍ତି। ଆଉ ସୁନା ସବୁବେଳେ ସେଇ ସୁରକ୍ଷିତ ବିକଳ୍ପ। ଏକଦମ। ସେଥିପାଇଁ ସୁନା ରୂପା ଦାମ ଆକାଶଛୁଆଁ ହୋଇଛି। ଆମ ଉତ୍ସଗୁଡ଼ିକ ଅନୁଯାୟୀ 10 ଗ୍ରାମ ସୁନାର ମୂଲ୍ୟ 1,64,000 ଟଙ୍କା ପାର କରିଯାଇଛି। ବାପରେ, ଏହାର ସିଧା ଅର୍ଥ ଅଛି ସାଧାରଣ ଲୋକଙ୍କର ବିବାହ ଖର୍ଚ୍ଚ ଆଉ ସଞ୍ଚୟ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ। ନିଶ୍ଚିତ ଭାବରେ। ଆଉ ପାଣିପାଗ ବି ଟିକେ ବଦଳିଛି। ଉତ୍ତର ଭାରତରେ ପାଶ୍ଚାତ୍ୟ ଝଡ଼ର ପ୍ରଭାବରେ ବର୍ଷା ଆଉ ତୁଷାରପାତର ସମ୍ଭାବନା ଅଛି। ଦିଲ୍ଲୀରେ ଆଜି ବର୍ଷା ପାଇଁ ୟେଲୋ ଆଲର୍ଟ ଅଛି ବୋଧେ? ହଁ, ଆଉ ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ପାଇଁ ଅରେଞ୍ଜ ଆଲର୍ଟ। ଠିକ୍ ଅଛି। ତେବେ ଏସବୁ ଥିଲା ଦିଲ୍ଲୀ ଏବଂ ଉତ୍ତର ଭାରତର କଥା। ଏବେ ଆସନ୍ତୁ ଆଉ ଏ ପାଖକୁ ଆସିବା, ସିଧା ଓଡ଼ିଶା। ହଁ, କାରଣ ଯେତେବେଳେ ଦିଲ୍ଲୀରେ ଏତେ ବଡ଼ ଚୁକ୍ତି ସ୍ୱାକ୍ଷର ହେଉଥିଲା, ସେତେବେଳେ ଓଡ଼ିଶାରେ କ'ଣ ଘଟୁଥିଲା? ଆଜି 28 ଜାନୁଆରୀ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ହଁ, ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଏହା ଦର୍ଶାଉଛି ଯେ ଯେତେ ବଡ଼ ଆନ୍ତର୍ଜାତୀୟ ଚୁକ୍ତି ହେଲେ ମଧ୍ୟ ସ୍ଥାନୀୟ ସ୍ତରରେ ଚାଷୀମାନଙ୍କର ସମସ୍ୟା ଏବେ ବି ସମାଧାନ ହୋଇନାହିଁ। ସେମାନେ ନିଜ ହକ୍ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଆଉ ଏଇ ଚାଷୀଙ୍କ ପିଲାମାନଙ୍କର କଥା କ'ଣ? ଯେଉଁ ଯୁବକ ଯୁବତୀମାନେ ଚାକୁରି ଖୋଜୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। OSSC, CGL ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ କରିବାର ଆଜି ଶେଷ ତାରିଖ। ଆଉ ପଦବୀ ବି ବହୁତ ଅଛି, ପ୍ରାୟ 1576ଟି। ହଁ, ସୁଯୋଗ ତ ବଡ଼, କିନ୍ତୁ ଏଠାରେ ଏକ ବାସ୍ତବତା ମଧ୍ୟ ରହିଛି। କିଭଳି ବାସ୍ତବତା? ଆମ ଉତ୍ସଗୁଡ଼ିକରୁ ଜଣାପଡ଼ୁଛି ଯେ ଅନଲାଇନ୍ ପେମେଣ୍ଟରେ ସମସ୍ୟା ଯୋଗୁଁ ଅନେକ ପ୍ରାର୍ଥୀ ଫର୍ମ ଦାଖଲ କରିପାରୁନାହାନ୍ତି। ଓହୋ, ଏହା ବହୁତ ଦୁର୍ଭାଗ୍ୟଜନକ। ନିଶ୍ଚୟ। ବର୍ଷ ବର୍ଷ ଧରି ପରିଶ୍ରମ କରିଥିବା ପିଲାଟିଏ ଯଦି ଶେଷ ମୁହୂର୍ତ୍ତରେ ଏକ ଟେକ୍ନିକାଲ ସମସ୍ୟା ପାଇଁ ଆବେଦନ କରିପାରେନି, ତାଠୁ ବଡ଼ ନିରାଶା ଆଉ କ'ଣ ହୋଇପାରେ? ଠିକ୍ କଥା। ଏହା ସୁଯୋଗ ଏବଂ ବ୍ୟବସ୍ଥା ମଧ୍ୟରେ ଥିବା ଫାଙ୍କକୁ ଦର୍ଶାଉଛି। ସରକାରୀ ସ୍ତରରେ କ'ଣ କିଛି ପଦକ୍ଷେପ ନିଆଯାଉଛି? ହଁ, କିଛି ବଡ଼ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନା ଅଧୀନରେ ପ୍ରାୟ 4.5 ଲକ୍ଷ ମହିଳା ହିତାଧିକାରୀଙ୍କୁ 315 କୋଟି ଟଙ୍କା ଦେଇଛନ୍ତି। ଆଉ ସେ ଲକ୍ଷ୍ମୀ ବସ୍ ସେବା? ସେଇଟା ଏବେ ରାଜ୍ୟର ସବୁ 30ଟି ଜିଲ୍ଲାରେ ପହଞ୍ଚିଛି, ଯାହା ଗାଁ ଗହଳିର ଯୋଗାଯୋଗରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଆଉ ନିଯୁକ୍ତି ପାଇଁ ଆଉ କିଛି ସୁଯୋଗ? ହଁ, OPSC ପକ୍ଷରୁ 465ଟି ଗ୍ରୁପ୍ A ଏବଂ B ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଇଛି। ତେଣୁ ଗୋଟିଏ ପଟେ ସୁଯୋଗ ଅଛି, ଆଉ ଅନ୍ୟପଟେ ବ୍ୟବସ୍ଥାଗତ ସମସ୍ୟା। ତେବେ ଏହି ସବୁକୁ ଯଦି ଆମେ ଗୋଟିଏ ଫ୍ରେମ୍ରେ ଦେଖିବା, ଚିତ୍ରଟା କେମିତି ଦିଶୁଛି? ଦେଖନ୍ତୁ, ଗୋଟିଏ ଦିନ, ସେହି 24 ଘଣ୍ଟା ଭିତରେ ଆମେରିକା ଭେନେଜୁଏଲାରେ ସାମରିକ ହସ୍ତକ୍ଷେପ କରୁଛି। ଠିକ୍ ସେତିକିବେଳେ ଭାରତ ୟୁରୋପ ସହିତ ଶତାବ୍ଦୀର ସବୁଠୁ ବଡ଼ ବାଣିଜ୍ୟ ଚୁକ୍ତି କରୁଛି। ଏବଂ ଠିକ୍ ସେହି ଦିନ, ସେହି 24 ଘଣ୍ଟା ଭିତରେ ଓଡ଼ିଶାରେ ଜଣେ ଚାଷୀ ନିଜର ଦାବି ପାଇଁ ରାସ୍ତା ଉପରେ। ଆଉ ଜଣେ ଯୁବକ ନିଜ ଭବିଷ୍ୟତ ପାଇଁ ସରକାରୀ ୱେବସାଇଟ୍ରେ ସଂଘର୍ଷ କରୁଛି। ହଁ, ଏହି ସବୁ ଘଟଣା ଗୋଟିଏ ସମୟରେ ଘଟୁଛି, କିନ୍ତୁ ସେମାନଙ୍କର ସ୍ତର ଆଉ ପରିପ୍ରେକ୍ଷ୍ୟ ପୂରା ଅଲଗା। ଏହା ହିଁ ଆମକୁ ଆଜିର ଆଲୋଚନା ଶେଷରେ ଏକ ବଡ଼ ପ୍ରଶ୍ନ ପାଖକୁ ନେଇ ଆସୁଛି। ଆମେ ବିଶ୍ୱ ରାଜନୀତି, ଅର୍ଥନୀତିର ବଡ଼ ବଡ଼ ଖବର ଶୁଣୁଛୁ, କିନ୍ତୁ ଏହି ବଡ଼ ଖେଳ ଭିତରେ ଜଣେ ସାଧାରଣ ନାଗରିକର ଦୈନନ୍ଦିନ ଜୀବନର ବାସ୍ତବତା କେତେ ଦୂର ପ୍ରଭାବିତ ହୁଏ? ମାନେ ଭେନେଜୁଏଲାର ତେଲ ପାଇଁ ହେଉଥିବା ସଂଘର୍ଷ
କ'ଣ ଓଡ଼ିଶାର ଏକ ଗାଁରେ ବାଇକ୍ ଚଲାଉଥିବା ଲୋକର ପେଟ୍ରୋଲ ଖର୍ଚ୍ଚକୁ ପ୍ରଭାବିତ କରେ? ଭାରତ ୟୁ ଚୁକ୍ତି କ'ଣ ଲୁଗା କାରଖାନାରେ କାମ କରୁଥିବା ଶ୍ରମିକର ଦରମା ବଢ଼ାଇବାରେ ସାହାଯ୍ୟ କରିବ? ଏହି ବଡ଼ ଚିତ୍ର ଏବଂ ସାଧାରଣ ଲୋକଙ୍କ ଜୀବନ ମଧ୍ୟରେ ପ୍ରକୃତ ସମ୍ପର୍କ କ'ଣ? ଏହି ପ୍ରଶ୍ନଟି ଉପରେ ଚିନ୍ତା କରିବା ପାଇଁ ଆମେ ସମସ୍ତଙ୍କୁ ଛାଡ଼ି ଯାଉଛୁ।